नंबर वन। नंबर टू, जिसाय 38:1 पढ़ी परिवार सजाड़। देखुଛନ୍ତି ମୋ ପଟେ କଣ ସଜାଡ? ଆପଣଙ୍କର ପୁଅ ଝିଅ ମାନେ ଆପଣଙ୍କର କଣ୍ଟ୍ରୋଲରୁ ବାହାରି ପଡିଲେ ମାନେ ମା ବାପା ମାନେ ତାହାର ହିସାବ ଦେବାକୁ ପଡିବ। ମୁଁ ଗୋଟେ ବିଷୟ ବହୁତ ମତେ ଆଶ୍ଚର୍ଯ୍ୟ ଲାଗେ, ଦୁଃଖ ଲାଗେ, କଷ୍ଟ ଲାଗେ, ଟ୍ରାଏ କଲି କିନ୍ତୁ ମୋଠୁ ହେଇନାହିଁ ଓଡିଶାରେ। ଏସ୍ପେଶଲି ଓଡିଶାରେ ସବୁଠି ହେଉଛି କି ନାହିଁ ଜଣା ନାହିଁ। ପରିବାର ଯେତେବେଳେ ଗୋଟେ ପୁଅ ଗୋଟେ ପିଲା ଗୋଟେ ଝିଅକୁ ଧରି ପଳେଇ ଆସିଥିବ, ମା ବାପା ମାନେ ଏତେ ବ୍ୟସ୍ତ ଫିଲ୍ ହେବେନି କାହିଁକି ଜାଣିପାରୁନାହିଁ ମୁଁ। ଝିଅ ଯଦି କୋ ପୁଅ ସହିତ ପଳେଇଲା, ତାପରେ ଗୋଟେ ମାସେ ପରେ ଫେରିକି ଆସିଲା ପରେ କାହାରି ମଣ୍ଡଳୀରେ ପଞ୍ଚାୟତ ବସିକି ସମାଧାନ କରାଇକି ପ୍ରାଚୀର ମାନଙ୍କୁ ଟିକେ ମଦ ଦେଇକି ପାପ କ୍ଷମା କରାଇକି ବିବାହ ବି କରାଇ ଦିଅନ୍ତି। କିଏ କିଏ ବିବାହ ନଥାଇକି ବି ଅଛନ୍ତି। ତ ଏଠି ପ୍ରୋବ୍ଲେମ କଣ ମାନେ ମା ବାପା ମାନଙ୍କର ଗୋଟେ ସମୟ ଥିଲା, ଗୋଟେ ଯୁଗ ଥିଲା, ଜାଣି ପାରିଲେ ନାଇଁ ଛାଡ। ଆଜି ଆଜି ବାକ୍ୟ ଜାଣିଛୁ ବୁଝିଛୁ। ପିଲାମାନେ ଆଗ ଆଗ ଯୁଗର ପିଲାମାନେ ପଢୁନଥିଲେ, ପାଠ ଜଣା ନାହିଁ ସେମାନଙ୍କୁ। ହେଁ, ଆଜି ପିଲାମାନେ ପାଠ ପଢିବାରେ ଗାଁ ଗହଳି ଭିତରେ କଥା କହୁଛି, ପିଲାମାନେ ପାଠ ପଢିକି ଅପଡେଟ ହେଲେ। ତୁମର କୁଡିଆ ଘର ଅପଡେଟ ହେଇକି ସ୍ଲାବ ଘର ହେଇଗଲା। ତୁମର ଛୋଟ ବିଜନେସ ବଡ ହେଇଗଲା। ଆଗେ ଗୋଟେ ପୁରୁଣା ସାଇକେଲ ଗୋଟେ ଥିଲା ଯେ ଗାଡି ଫାଡି ଆଣିଲ, କିନ୍ତୁ ଏଇ ମେଣ୍ଟାଲିଟିରେ ଅପଡେଟ ହେବେ ନାଇଁ କି? ହେଁ, ଝିଅ କାହା ସହିତ ପଳେଇଲା, ବସ୍ ମା ବାପାଙ୍କୁ ଆମେ ଡାକି ଆଣିକି ଗୋଡ ହାତ ଭାଙ୍ଗି ଦେବୁ। ପାଗଳ ହେଇଛ ନା କଣ କଲେ? 14 ବର୍ଷର ଝିଅ ମାନେ, 15 ବର୍ଷର ଝିଅ ମାନେ, 16 ବର୍ଷର ପୁଅ ମାନେ, ହ୍ୱାଟ ନନସେନ୍ସ। ଜେଲ ଭିତରେ ପୁରାଇ ଦେବାର ଦି ଜଣକୁ। ପିଲାମାନଙ୍କୁ ଏହି ବିଷୟରେ କଣ୍ଟ୍ରୋଲ ବି କରିବାକୁ ଜମା ଚେଷ୍ଟା ବି କରୁନାହାନ୍ତି ପେରେଣ୍ଟସ୍ ମାନେ। ଆଉ ଖୁସି ହଉଛନ୍ତି ଯାହା ହଉ ବିବାହର ଖର୍ଚ୍ଚ ବଞ୍ଚିଗଲା, ସେଭ୍ ହେଇଗଲା। ୟୁ ଆର୍ ନଟ୍ ଗୋଇଂ ଟୁ ହେଭେନ୍ ବ୍ରଦର ସିଷ୍ଟର। ପିଲାମାନେ 18 ବର୍ଷ ପୁରିଲା ପରେ ସେମାନେ ଯାହା ଡିସିଜନ ନେଲେ, ତୁ କିଏ କହିବାକୁ ମାକୁ ଧମକାଇବ, ବାପାକୁ ବି ଧମକାଇବ। ମୁଁ ମେଜର ହେଇଛି, ମୋର ଇଚ୍ଛା, ସେ ପିଲାକୁ ଭଲ ପାଇଛି, ମୁଁ କୋର୍ଟ ମ୍ୟାରେଜ କରିବି, ମୁଁ ପଳେଇବି, ଯାଅ। ତାକୁ କିଛି କରିପାରେ ବିକଜ ଦେ ଆର୍ ୱେଲ୍, କଣ କହିବା, ଦେ ହାଭ୍ ନଲେଜ। ମେଜର ହେଇଛନ୍ତି, ବଡ ହେଇଛନ୍ତି, ନିଜର ବୁଦ୍ଧିରେ ଜଣକୁ ଭଲ ପାଇଛନ୍ତି। ସେ କେମିତି ପିଲା, ସେ ଖ୍ରୀଷ୍ଟିଆନ କି ନାହିଁ, ସେ ହିନ୍ଦୁ କି ନା କଣ ବି ଦେଖିଲାନି, ପଳେଇଲା, ଛାଡ। ତାକୁ ଆମେ କିଛି କରିପାରିବା ନାହିଁ। ମା ବାପା ହିସାବରେ କହିବାର ଏଟା ଠିକ ନାହିଁ ରେ, ଦିସ୍ ଇଜ ନଟ୍ ରାଇଟ୍। ପ୍ରଭୁଙ୍କୁ ଦୁଃଖ ଦେଇକି, ପ୍ରଭୁଙ୍କୁ ଛାଡି ଦେଇକି ଅନ୍ୟ ମାନଙ୍କ ସହିତ ମିଶି ଗଲେ ସେମାନଙ୍କ ପଛରେ କେତେଟା ଅଭିଶାପ, କେତେ ଦୁଷ୍ଟ ଆତ୍ମା, କେତେ ମନ୍ଦ ଆତ୍ମା, କେତେ ପ୍ରତିଭା ପୂଜାର ଶକ୍ତି କାମ କରୁଛି କି ପାରିବନି ସେମାନଙ୍କୁ ଦେଖ ବୋଲା ଚେତନା ଦେବାର ଅଛି। ତଥାପି ନ ଶୁଣିଲେ ଯିବେ ସେମାନେ, ସେମାନେ କେମିତି ହେବେ ଆମକୁ ଜଣା ନାହିଁ। ମୋର କଥା କଣ କହୁଛି, ମାଇନର ଚିଲଡ୍ରେନ ମାନଙ୍କ ପ୍ରତି ମା ବାପା ମାନଙ୍କର 100% ଅଧିକାର ଅଛି। ଓ ଗୋଟେ ଝିଅ ସାଙ୍ଗରେ କିଏ ଆସିକି ମିଶି ଥାଉଛି ଦେଖିବ ନାଇଁ କି? କୁଆଡେ ଯାଉଛି, କାହାର ଘରକୁ ଯାଉଛି, ସେଠି କେମିତି ପିଲାମାନେ, ପୁଅ ଝିଅ ମାନେ ଅଛନ୍ତି, କାହାର ସାଙ୍ଗରେ ପଠାଇବି ଝିଅକୁ, ନହେଲେ ଯାଇକି 10 ମିନିଟ ବସିକି ପଳେଇ ଆସେ। ଗୋଟେ ଗୋଟେ କେୟାର ନେବାଟା ମାନେ କଣ କୁହନ୍ତୁ? କେୟାର ନେବାଟା ମାନେ କଣ? ଗଲା ଝିଅ ଆଉ 2 ଦିନ ପରେ ଆସିବି ବୋଲଲା ଆଉ ସାଙ୍ଗ ଘରକୁ ଯାଉ, ଦେଖିବ ନାଇଁ କି ସାଙ୍ଗ ଘରକୁ? ଓ ସାଙ୍ଗ କିଏ ସେ ସାଙ୍ଗ? କାହିଁକି ଏକଲା ଗଲା? କହିଲାନି କାହିଁକି? କିଛି କି ଦରକାର ଥିଲା? କି ଜରୁରୀ ଥିଲା? 4ଟା 5ଟା ଝିଅ ମାନଙ୍କୁ ଜନ୍ମ କରିଦେଇକି ଦୁନିଆରେ ଛାଡି ଦଉଛନ୍ତି ନାଇଁ? ପିଲାମାନଙ୍କର କଣ ବୁଦ୍ଧି ଠିକ ନାହିଁ? କୋଉ ପିଲା ଟିକେ ହସି ଦେଲେ, କୋଉ ପିଲା ଗୋଟେ ଭଲ ଦେଖା ଯାଉଛି ବୋଲି କହିଦେଲେ, ଗୋଟେ ସୁନ୍ଦରୀ ଅଛି ବୋଲି କହିଦେଲେ ପଡିଯିବେ ସେମାନେ। କି ମାଇଣ୍ଡ ସେମାନଙ୍କର ବେଚାରା। ବିବାହ ହେଲା ପରେ ଲାଇଫ ସୁନ୍ଦରୀଟା, ତୁ ଭଲଟା, ତୋର ବାଳ ଭଲ ଅଛି ବୋଲି କହିବେ କି? ପିଟି ପକାଇବେ ଘର କାମ ନ କରିଲେ। ଲାଇଫ ଇଜ ନଟ୍ ଆଇ ଲଭ୍ ୟୁ ମେସେଜ ନୁହେଁ। ମ୍ୟାରେଜ ଇଜ ନଟ୍ ଲାଇକ୍ ଦ୍ୟାଟ ବ୍ରଦର ସିଷ୍ଟର। ଲଭ୍ ଆଫେୟାର ଗୋଟେ ଡିଫରେଣ୍ଟ ଟ୍ରାକ୍, ମ୍ୟାରିଟାଲ ଲାଇଫ ଗୋଟେ ଡିଫରେଣ୍ଟ ଟ୍ରାକ୍।
ବିବାହ ହେଲା ପରେ ଜଣା ପଡିବ କି ଆଗେ ତ ଆଗେ ତ କିଛି କରନ ବୋଲଥିଲ, ଆଗେ ତ କହୁଥିଲ ତ କିଛି କରନ ତ ରାଣୀ ପରେ ଦେଖିବି ସବୁ ରୋଷେଇ କରିଦେବି ବୋଲଥିଲ। ଆଗର କଥା ଯାକ ଅଲଗା। ପିଲାମାନେ ବୟସରେ 15 16 ବୟସର ଯୋଉ ପୁଅ ଝିଅ ମାନଙ୍କର କଥା କହୁଛି, ଲାଇଫରେ ଗୋଟେ ଲାଇଫ ପାର୍ଟନର ନିଡ୍ କଣ ସେମାନଙ୍କୁ ଜଣାନି। ଲାଇଫ ପାର୍ଟନର ଲାଇଫରେ ଗୋଟେ ସ୍ଵାମୀର ନିଡ୍ କଣ, ଗୋଟେ ସ୍ତ୍ରୀର ନିଡ୍ କଣ ଏମାନଙ୍କୁ ଜଣା ନଥିବାର ବୟସରେ ଏମାନେ ବିବାହ ହେଇଯାଆନ୍ତି। ମୁଁ ବେଳେ ବେଳେ ଦେଖେ, ବେଳେ ବେଳେ ଗୋଟେ ହସ୍ପିଟାଲ ଗଲା ବେଳକୁ ଏତିକି ଛୋଟ ଝିଅ ଏତିକି ଛୁଆକୁ ଧରିକି ବସିଥାଉଛି ମେଡିକାଲ, ଆଉ ତାର ଉଲ୍ଟା ଏକ୍ସଟ୍ରା ପ୍ରେଗନେଣ୍ଟ ଥାଇକି ପିଟିବାକୁ ମନ ଲାଗେ ମୋର, ସେ ଝିଅକୁ ବି ସେ ପୁଅକୁ ବି, ଝିଅକୁ ନାହିଁ ଯେ କମ ସେ କମ ପୁଅ କିଏ, ମା ବାପା ମାନଙ୍କୁ ଏସ୍ପେଶାଲି ପାରିବ କି ଛୁଆ ବେଚାରୀ, ପାରିବ କି ସେ, ବିବାହ ତ ବିବାହ ଆଉ ଭଲ ଭାବିବେ କି? ପୁଅ ନେଇଗଲା, ସେ ଝିଅ ଭଲ ପାଇଲା ନେଇଗଲା, ତମର କର୍ତ୍ତବ୍ୟ କିଛି ନାହିଁ ନାଇଁ କି? ତମର ଛୁଆ ନାଇଁ ସେ, ଗାଁର କୋଉ ଗଳିର କାହାର ଘରର ଛୁଆ ନାଇଁ କି? ତମକୁ କିଛି ଦାୟିତ୍ଵ ନାହିଁ। ଆଉ ସମସ୍ତଙ୍କୁ କହୁନାହିଁ, କେତେ ଜଣ ଅଛନ୍ତି ଯେଉଁମାନେ ସେମିତି ଦୁନିଆରେ ଛାଡି ଦେଇଛନ୍ତି ପୁଅ ଝିଅ ମାନଙ୍କୁ। ଓ ହିନ୍ଦୁ ପିଲାକୁ ପଳେଇଲେ ବି ଏମାନେ କିଛି କହୁନାହାନ୍ତି। ହଉ ବାବୁ ଆଉ କଣ କରିବୁ ଆଜ୍ଞା। ଗୋଟେ ଆଡେ ମା ବାପା ମାନେ ଛୁଆ ନଥାଇକି ଗୋଟେ ଗୋଟେ ସ୍ୱାମୀ ସ୍ତ୍ରୀ ମାନେ ଗୋଟେ ଛୁଆ ଦେଇଥାନ୍ତୁ ପ୍ରଭୁ, ଗୋଟେ ପିଲା ଦେଇଥାନ୍ତୁ ପ୍ରଭୁ, ଗୋଟେ ଝିଅ ଦେଇଥାନ୍ତୁ ପ୍ରଭୁ, ଗୋଟେ ପୁଅ ହେଲେ ଦେଇଥାନ୍ତୁ ପ୍ରଭୁ। ଆମର ଛୁଆ ହେଇନି ପ୍ରଭୁ, 10 ବର୍ଷ ହେଲାଣି ବାହା ହେଇକି ଏମିତି କାନ୍ଦିଲା ବେଳକୁ ତୁମକୁ ଚାରି ପାଞ୍ଚଟା ଚାରି ଚାରିଟା ପାଞ୍ଚ ପାଞ୍ଚଟା କରିକି ଦୁନିଆରେ ଛାଡିଦେବୁ ସୈତାନ ହାତରେ। ବିବେକ କେମିତି ମାନୁଛି ଆଜ୍ଞା, ବିବେକ କେମିତି ମାନୁଛି କହୁନାହାନ୍ତି, କହୁନାହାନ୍ତି। ସେଥିପାଇଁ ବିବାହ ହେଇକି ନୂଆରେ ୱେଟ୍ ଫର୍ 3 4 ଇୟର୍ସ, ବିବାହ ହେବା ସାଙ୍ଗେ ସାଙ୍ଗେ ନ୍ୟାଚୁରାଲି ବର୍ଷେ ଭିତରେ ଛୁଆ ହାତରେ ପଡିଗଲେ ଭ୍ୟାଲ୍ୟୁ ଜାଣିବେନି ଆଜ୍ଞା ଛୁଆ ମାନଙ୍କର। ତାପରେ ସାଙ୍ଗେ ସାଙ୍ଗେ ଛୁଆ ଗୋଟେ ବର୍ଷରେ ଥିବ, ଆଉ ଗୋଟେ ଗର୍ଭବତୀ, ଆଉ ଗୋଟେ ଛୁଆ 2 4 ବର୍ଷ, 2 3 ବର୍ଷ ଭିତରେ 4ଟା ଛୁଆ ହେଇଗଲେ ପିଲାମାନଙ୍କ କେମିତି ଜନ୍ମ ହେଲେ, କାହିଁକି ଜନ୍ମ ହେଲେ, କାହିଁକି ମରୁଛନ୍ତି, କାହିଁକି ମୁଁ କାହିଁକି ମରିଯାଉଛି, ଏ ମରୁନାହାନ୍ତି କାହିଁକି, ଏ କାହିଁକି ଲାଷ୍ଟଟା କାହିଁକି ଜନ୍ମ ହେଲା। ସ୍ପିରିଟ ଅଫ ରିଜେକ୍ସନ ପଳେଇ ଆସିବ ପିଲାମାନଙ୍କ ଲାଇଫରେ। ସେଥିପାଇଁ ଫ୍ୟାମିଲି ପ୍ଲାନିଂ ବୋଲିବାଟା ଆମ ଇଣ୍ଡିଆନ ସରକାର କରିଥିଲା। ଡୋଣ୍ଟ, ଆପଣଙ୍କର ବଜେଟ ଦେଖିକି, ଆପଣଙ୍କର ଘର ଦେଖିକି ଫ୍ୟାମିଲିକୁ ପ୍ଲାନ କରିବାର ଅଛି। ଗୋଟେ ନୂଆ ଦମ୍ପତି ଦୁନିଆର ହାଲତ ଦେଖ, ଦୁନିଆର ଅବସ୍ଥା ଦେଖ, ନା ଖାଇବାକୁ ମିଳୁଛି, ନା ପିଇବାକୁ ମିଳୁଛି, ନା ବଞ୍ଚିବାକୁ ମିଳୁଛି। ତ ଏଇ ଅବସ୍ଥାରେ ଗୋଟେ ଛୁଆକୁ ଆମେ ଧକ୍କା ଦେଇକି ଜନ୍ମ କରିକି ଦୁନିଆରେ ପସେଇ ଦେଲେ ହବ କି? ଦେଖିବାର ପାରିବୁ କି ଛୁଆଟି ପାରିବ କି? ଦେଖିକି ଜନ୍ମ କରନ୍ତୁ, ଯେମାନେ ମ୍ୟାରେଡ ହେବାକୁ ଯାଉଛନ୍ତି କି ହେଇଛନ୍ତି, ପ୍ଲାନିଂ ଫର ଚିଲଡ୍ରେନ। ଆଉ ଯେଉଁମାନେ ଗୋଟେ ପୁଅ ଝିଅ ମାନେ ଶିଖାଅ, ବିବାହର ବୟସ ଏଇଟା, ଆମେ ପ୍ରଭୁଙ୍କର ଲୋକ, କେମିତି ଲୋକଙ୍କୁ ଆମେ ବାଛି ନେବାର ଜାଣ। ମ୍ୟାକ୍ସିମମ୍ ଅଧିକାଂଶ ଆମର ସେଇ କୋରାପୁଟ ଅଞ୍ଚଳରେ ମ୍ୟାକ୍ସିମମ୍ ଗାଁ ଗହଳି ମାନଙ୍କରେ ଦେର୍ ଆର୍ ନୋ ମ୍ୟାରେଜେସ୍। ଭାଗା ଆସିକି ପରେ, ଆସିକି ଛୁଆ ସହିତ ଆସିକି ବର୍ଷେ ପରେ ଆଜ୍ଞା ଟିକେ ପ୍ରାର୍ଥନା କରିଦେବୁ ଛାନିଆରେ। ଅବଶ୍ୟ ଆମର କଣ ଅଧିକାର ଅଛି, ମା ବାପାଙ୍କର ଫଷ୍ଟ ଅଧିକାର। ସେମାନେ କହି ଜାଣି ପାରିଲେ ନାହିଁ, ବୁଝାଇ ଜାଣି ପାରିଲେ ନାହିଁ। ଯେ ପର୍ଯ୍ୟନ୍ତ ଆମର ମ୍ୟାରେଜ ସ୍ୱର୍ଗରୁ ବ୍ଲେସେଡ ହୁଏ ନାହିଁ, ସ୍ୱର୍ଗରେ ଲେଖା ହୁଏ ନାହିଁ ଆଜ୍ଞା। registered, our marriage should be registered in heaven. ଗଭର୍ଣମେଣ୍ଟ ରେଜିଷ୍ଟର କରଲା କି ନାହିଁ ଛାଡ଼, ପ୍ରଭୁ କରୁଥିବା ମ୍ୟାରେଜ ସ୍ୱର୍ଗରେ ରେଜିଷ୍ଟର ହେବ। ଅବ୍ରାହମ ସାରାଙ୍କର ମ୍ୟାରେଜ ପ୍ରଭୁ ରେଜିଷ୍ଟର କରିଲେ ସ୍ୱର୍ଗରେ। ଅବ୍ରାହମ ହାଗରର ମ୍ୟାରେଜ ପ୍ରଭୁ ରେଜିଷ୍ଟର କଲେନି, ତେଣୁକରି ତାଙ୍କର ପୁଅ ଆଜି ପର୍ଯ୍ୟନ୍ତ ଅଭିଶପ୍ତ ଅଟେ, ଇସ୍ମାଇଲ, ଇସ୍ମାଇଲିୟ ମାନେ। ଆଦମ ହବା ପ୍ରଭୁ କରୁଥିବା ମ୍ୟାରେଜ
କିନ୍ତୁ ସେମାନଙ୍କର ରିଲେସନସିପ ରେ କଣ ହେଇଗଲା କି ପ୍ରଥମ ସନ୍ତାନ ଅଭିଶପ୍ତ ହେଲା। ଏସବୁ ନ ଜାଣିଲେ କେମିତି ହବ? ବାକ୍ୟ ବାଇବେଲ ଖ୍ରୀଷ୍ଟ ଜୀବନର ଶିକ୍ଷା ସବୁ ବ୍ଲେସିଂ ବ୍ଲେସିଂ ହିଲିଂ ରେ ଚାଲୁଛି। ତେଣୁକରି ଆଜି ଆମର ଖ୍ରୀଷ୍ଟିଆନ ଜାଣି ପାରୁନାହାନ୍ତି କି ଖ୍ରୀଷ୍ଟୀୟ ଜୀବନ ବୋଲି କହିଲେ ଗିର୍ଜା ଘରେ 2 ଘଣ୍ଟା ଉପାସନା ନୁହେଁ, ଘରକୁ ଆସିଲା ପରେ ସୋମବାରଠୁ ଶନିବାର ପର୍ଯ୍ୟନ୍ତ ଆମ ଲାଇଫରେ ଦେଖାଇବାର ଅଛି ଖ୍ରୀଷ୍ଟୀୟ ଜୀବନ ମାନେ କଣ। ତାହା ସମ୍ବନ୍ଧୀୟ ଶିକ୍ଷା ତ ଜମା ଦେବାକୁ ଛାଡି ହିଁ ଦେଇଛନ୍ତି ବଡ ବଡ ବକ୍ତା ମାନେ, ଆତ୍ମିକ ବକ୍ତା ମାନେ ମଧ୍ୟ। ଖାଲି ବ୍ଲେସିଂ ରେ, ଜବ ରେ, ହିଲିଂ ରେ ଚାଲିଛି। ତେଣୁକରି ବହୁତ ଲୋକ ଜାଣି ନାହାନ୍ତି କି ଏମିତି କରିବାଟା ଭୁଲ ଥିଲା କି ଆଜ୍ଞା ବୋଲି। ଏମିତି ପିଲାମାନେ ପଢେଇବାଟା ଭୁଲ, ଜାଣିନାହାନ୍ତି। ନା ପିଲାମାନେ ଜାଣିଛନ୍ତି ନା ମା ବାପା ଜାଣିଛନ୍ତି, କହିବାର ଥିଲା କି ନାଇଁ? କେତେ ଜଣ ବାହା ହେଲେ ସତରେ କୁହନ୍ତୁ ତ? ପ୍ରଭୁଙ୍କର ଦାସ ମାନଙ୍କର ଆଶୀର୍ବାଦରେ, ମା ବାପାଙ୍କର କନସେଣ୍ଟ ରେ, ମା ଯାଇକି ପୁଅର ହାତ ଝିଅର ହାତ ଦେଇକି ଦେଖ ତୁ ହିଁ ମା ହେ ଆଜିଠୁ ତାର। ଜାଣିନି ବିଚାର ସେ, ଭୋକ ଲାଗିଲେ ବି କହିବନି ତୁ ଦେଖ, ଦେଇକି ଯାଏ ଗୋଟେ ମା। ପେରେଣ୍ଟସ ର ଆଶୀର୍ବାଦ, ଦାସ ମାନଙ୍କର ଆଶୀର୍ବାଦ, ମଣ୍ଡଳୀର ଆଶୀର୍ବାଦ, ଦୂତ ମାନେ ସାକ୍ଷ୍ୟ, ଆଣ୍ଡ ଲାଷ୍ଟ ବଟ୍ ନଟ୍ ଦ ଲିଷ୍ଟ ଈଶ୍ୱର ସାକ୍ଷୀ। 5 ଜଣଙ୍କର ସାକ୍ଷ୍ୟ ଦରକାର ଗୋଟେ ବ୍ଲେସେଡ ମ୍ୟାରେଜ ପଛରେ। ଆମକୁ କିଆ ଆମେ ସୁସ୍ଥ ହେଲୁ, ଆମର ଅଣ୍ଟା ବଥା ସୁସ୍ଥ ହେଲା, ଆମର ପେଟ ବଥା ସୁସ୍ଥ ହେଲା, ଖାଇଲାଟା ଜୀର୍ଣ୍ଣ ହେଲା, ଏଟା ଆମର ସାକ୍ଷ୍ୟ ଗୁଡିକ। ଲିଭି ଯାଇଛି ଦୀପ ଯାକ ଆଜ୍ଞା, କେତେ ପ୍ରାର୍ଥନା କଲେ କି ଲାଭ? କ୍ଷମା ମାଗ ଆଜି, ଗୋଡ ଧର ପ୍ରଭୁଙ୍କର। ପିଲାମାନଙ୍କୁ ଦୁନିଆରେ ଛାଡି ଦେଇକି ଆପଣ ମାନେ କେମିତି ସ୍ୱର୍ଗ ଯିବି ଭାବୁଛନ୍ତି? ପିଲାମାନେ ବଡ ହେଇକି ଯଦି ଡିସିଜନ ନେଇଛନ୍ତି ମାନେ ସେଟା ସେମାନଙ୍କ ଉପରେ ଦାୟିତ୍ବ। ଛୋଟ ବେଳଠୁ ଆମେ ବି ଟିକେ ଯତ୍ନ ନେଇକି କରିବାର ଥିଲା, ଆମର ବି ଦାୟିତ୍ବ ରହିଛି। ଆମେ କହି 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 ଥକି ଗଲୁ, କିନ୍ତୁ ସେମାନେ ସେଇ ବାଟ ହିଁ ବାଛିଲେ ମାନେ ଆମର ଦାୟିତ୍ବ ନାହିଁ ଆଉ। ଆମେ କହିନୁ ମାନେ ଆମେ ଦାୟୀ ହେବୁ। ବୁଝିପାଇଲେ କି? ପରିବାର ସଜାଡ ନିଶ୍ଚୟ 38:1 ରେ, correct your family, set your family right। କାହାରି କାହାରି ବିବାହ ହେଉନି ବ୍ୟସ୍ତ ହେଉଛନ୍ତି, ତୁମର ବିବାହ ହେଇକି ବି ପରିବାରକୁ କେୟାର କରୁନାହାନ୍ତି କେତେ ଲୋକ। କାହାରି କାହାରି ସନ୍ତାନ ହେଇନାହାନ୍ତି ବ୍ୟସ୍ତ ହେଇକି କାନ୍ଦୁଛନ୍ତି। ଦିଟା ଚାରି ଚାରିଟା ଛୁଆ ହେଲେ ବି ଜମା ପଚାର ପ୍ରଭୁଙ୍କ ପ୍ରତି କୃତଜ୍ଞତା ନାହିଁ। ଇଞ୍ଜିନିୟର କରିଦେବି, ଡକ୍ଟର କରିଦେବି, ଲୟର କରିଦେବି, ସ୍ପୋର୍ଟସ ଷ୍ଟାର କରିଦେବି, ଆକ୍ଟର କରିଦେବି, ସେବକ କରଲୋ କି କାହାକୁ ହେଲେ ନାଇଁ। କାହାକୁ ପଡିଛି ନାଇଁ କି କାହାକୁ ଲାଗିଛି? You don't have any responsibility। ଇସ୍ରାଏଲରେ ଜିହୁଦୀ ମାନଙ୍କର ପ୍ରତ୍ୟେକ ପରିବାରର ଗୋଟେ ପୁଅ କି ଗୋଟେ ଝିଅ ହେଲେ ବି ମିଲିଟାରୀରେ ଥିବାକୁ ବାଧ୍ୟ ପଡି, ଜାଣିଛନ୍ତି? ସେମାନଙ୍କର କର୍ତ୍ତବ୍ୟ। ଆଉ ଆମେ ମିଲିଟାରୀ ପର୍ଯ୍ୟନ୍ତ ଦରକାର ନାହିଁ, ଗୋଟେ ଜଣକୁ ହେଲେ ସେବାକୁ ଦେଇପାରିବାର ମନ ଲକ୍ଷ୍ୟ ବି ନାହିଁ। ଦେଖନ୍ତୁ, ଆମେ ସ୍ୱପ୍ନ ଦେଖୁଛୁ ସ୍ୱର୍ଗ ପଳାଇବୁ, ମୁକୁଟ ପାଇଯିବୁ, ପ୍ରଭୁଙ୍କର ଅନୁଗ୍ରହରେ ଯାଇପାରିବୁ କିଏ ଜାଣେ ଯେ। ଏଇ ସବୁ ଯଦି ଆମ ଠାରେ ଭୁଲ ଅଛି ଭୁଲ କଲେ କଣ ଏବେ ଏବେ ଆଉ କଣ କରିପାରିବୁ? ଭୁଲ ହେଇଗଲା କଣ କରିବୁ? ଗୋଡ ଧରିବୁ, ଆଉ କଣ କରିବୁ? ପ୍ରଭୁଙ୍କର ଗୋଡ ଧରିକି ଜାଣି ପାରିଲି ନାହିଁ ପ୍ରଭୁ ସରି, ଭୁଲ ହେଇଗଲା ମୋ ହାତରୁ ବୋଲି କହିକି ପ୍ରଭୁଙ୍କ ପାଖରେ କ୍ଷମା ମାଗିକି କିଛିଟା ଯଦି ରେକ୍ଟିଫାଇ କରିପାରିବେ ଫ୍ୟାମିଲିରେ କରିକି ଟ୍ରାଏ କରନ୍ତୁ ତ। ଚୋଖେ ବନ୍ଦ କରି ପ୍ରାର୍ଥନା କରିବା। କେମିତି ହେଇଗଲେ ଖ୍ରୀଷ୍ଟିଆନ ମାନେ? ଛୁଆ ପଳେଇଲା ମାନେ ଗାଳି କରିକି ଡାକି ଆଣି ପାରିଲେ ନାହିଁ। ପୁଅ ଯଦି ଗୋଟେ ଝିଅକୁ ଧରିକି ଆସିବ ତାର ଦିଟା ଚାପଡା ମାରିକି ସେ ଝିଅକୁ ତାର ଘରେ ଛାଡି ଆସି ଜାଣିପାରିଲେ ନାହିଁ। If you don't know how to be a parent, don't be a parent।
ମା ବାପା ହେବାର ମାନେ କଣ ଯଦି ଜାଣିନାହାନ୍ତି ତ ମା ବାପା ହୁଅନ୍ତୁ କା ନାହିଁ। ଛୁଆ ବେଳକୁ ବାହା ହେଇକି ସେମାନେ ଚାରିଟା ଏ ନିଜେ ଛୁଆ ଚାରିଟା ଛୁଆ ସହିତ ବେଚାରେ ଆଗକୁ ନେଇ ପଛକୁ ନେଇ ପତଳା ହେଇକି ଶୁଖି ଯାଇକି ଅନ୍ତ୍ର ସବୁ ଚିରିକି ଖାଲି ସେମାନଙ୍କର ଏଇ ଯନ୍ତ୍ରଣାର ଦୋଷ କାହାକୁ ଦେବା କୁହନ୍ତୁ ତ? ମା ବାପା ନୁହନ୍ତି କି? କରନ୍ତୁନି ସେମିତି ଛୁଆ ମାନଙ୍କ ପ୍ରତି ସେ ଅଭିଶାପର ଜୀବନ ଭିତରକୁ ଠେଲି ଦିଅନ୍ତୁନି ସେମାନଙ୍କୁ ବୁଝାନ୍ତୁ। ବୁଝିବା ଯାଇ ବୁଝାନ୍ତୁ। ଆଉ ପୁଅ ଝିଅ ମାନଙ୍କୁ କହୁଛି ଏ ଭଲ ପାଇଲା ସେ ଭଲ ପାଇଲା ନା ନା। ଡୋଣ୍ଟ ଡୁ ଦ୍ୟାଟ ଜୀବନ ବର୍ବାଦ ହେଇଯିବ ଆଜି କହୁଛି ଆପଣଙ୍କୁ। ରାଜୀବ ଅଙ୍କଲଙ୍କର କଥା ଶୁଣିଲି ନାହିଁ ମୋର ହାଲତ ଏମିତି ହେଇଗଲା ବୋଲି କହିବାର ସିଚୁଏସନ ନ ଆସୁ ଆପଣ ମାନଙ୍କୁ ନହେଲେ ନ ହେଉ ବିବାହ ନ ହେଉ ପ୍ରଭୁଙ୍କର ପାଇଁ ବଞ୍ଚ। କିନ୍ତୁ ପ୍ରଭୁଙ୍କ ଲୋକମାନେ ପ୍ରଭୁ ଭୟ ମା ବାପା ମାନେ ଆଉ ପ୍ରଭୁଙ୍କର ଦାସ ଦାସୀ ମାନେ ଆଣିଥିବା ସମ୍ବନ୍ଧ ପର୍ଯ୍ୟନ୍ତ ଯୋଗନ୍ତୁ। ୱେଟ୍ ଫର ଦ ରାଇଟ୍ ପାର୍ଟନର। ଜୀବନ ସୂଚୀ କର, ମାଇଣ୍ଡ ସୂଚୀ କର, ହୃଦୟ ସୂଚୀ କର, ମୋବାଇଲ ବି ପବିତ୍ର କର। କ୍ଲିନ୍ ଇଟ୍।